ଆସିଲେ ଓଡ଼ିଶାବାସୀଙ୍କ କଥା ବୁଝିପାରିବ। ଆଉ ଅବିକା ତ ଯାହା ଇଲେକ୍ସନ ସମୟ ତ ଆସି ପହଞ୍ଚିଗଲାଣି, ବର୍ତ୍ତମାନ ଆପଣଙ୍କ ଅନୁଭୂତିଟା କୁହନ୍ତୁ। ଭାରତ ମାତା କି ଜୟ, ଜୟ ଜଗନ୍ନାଥ। ଜଗନ୍ନାଥଙ୍କ ପାଇଁ ଏ ଓଡ଼ିଶା ମାଟି ବିଶ୍ୱରେ ଗର୍ବିତ। ତେଣୁ ଏ ମାଟିରେ ଆମେ ଜନ୍ମ ନେଇଛୁ, ଏ ଆମ ପାଇଁ ସୌଭାଗ୍ୟର ବିଷୟ। ପ୍ରିୟ ମୋର ଓଡ଼ିଶାର ବନ୍ଧୁଗଣ, ସମସ୍ତ ଯୁବ ବନ୍ଧୁମାନଙ୍କୁ ମୁଁ ନିବେଦନ କରୁଛି, ଏଇ ବର୍ତ୍ତମାନ ଆମେ ନିର୍ବାଚନ ରଣାଙ୍ଗନରେ ଆମେ ଉତ୍ତୀର୍ଣ୍ଣ ହୋଇଛେ। ବିଗତ ଦିନରେ ଆମକୁ ସରକାର ଆମେ 4ଟା ଟର୍ମ ଯୋଉ ବିଜେଡି ସରକାରକୁ ବସେଇଛେ, ଆମ ଦେଶର ପ୍ରଗତି କଣ ସାଧାରଣ ଲୋକମାନେ କହିବେ। ଖାଲି ପଇସା ବଣ୍ଟାରେ କଣ ଦେଶର ପ୍ରଗତି? କାଳିଆ ଯୋଜନାରେ 5,000 ଟଙ୍କା ବାଣ୍ଟିଲେ, ସେ 5,000 ଅଛି ଆଉ ପକେଟରେ? ମହିଳାମାନଙ୍କୁ 2,000, 5,000 ବିଭିନ୍ନ ପଇସା ଖାଲି ବଣ୍ଟା ବଣ୍ଟି। କିନ୍ତୁ ମୋର ଗୋଟେ ଲକ୍ଷ୍ୟ କି ଆମର ଲକ୍ଷ୍ୟ ଓଡ଼ିଶାରେ ନିଯୁକ୍ତି କ୍ଷେତ୍ର ସୃଷ୍ଟି ହଉ, ଏଠି ଶିଳ୍ପ ହଉ, ଏଠି କୃଷି ଡେଭଲପମେଣ୍ଟ ହଉ। କିନ୍ତୁ ଯୋଉ ଅଣ ଓଡ଼ିଆ ଆମ ପାଖରେ ଆସି ଆମକୁ ଏଠି ଭୁଆଁ ବୁଲଉଛି, ଆମେ ତାକୁ ଦୃଢ ପ୍ରତିରୋଧ କରୁଛୁ। ଆମ ଖଣି ଖାଦାନ ଲୁଟ୍ ହଉଛି, ଆମେ ଜାଣି ସାରିଲାଉ। ଓଡ଼ିଶାର ଋଣ ଭାର ବଢା ଯାଉଛି, ପ୍ରଚଣ୍ଡ ଋଣ, 1,40,000 କୋଟି ଟଙ୍କା ଉପରେ ଋଣ। ଯେତେବେଳେ କଂଗ୍ରେସ ସିଟ୍ ଛାଡ଼ିଥିଲା 18,000 କୋଟି ଟଙ୍କା ଋଣ ଥିଲା, ବର୍ତ୍ତମାନ 1,40,000 କୋଟି ଟଙ୍କା ଋଣ କରି ବାଣ୍ଟ। ଆମେ ଓଡ଼ିଆ ମାନେ ସରଳ, ବୁଝିପାରୁନାହାନ୍ତି। କିନ୍ତୁ ପ୍ରକୃତ ଯୋଉ ସରକାର ଆଉଛୁ, ଯେହେତୁ ଆମେ ବିଜେପିର କଥା କହିବା, ଦେଶର କଥା କହିବା। ବିଜେପିରେ ରାଷ୍ଟ୍ରବାଦ ନୀତି ଅଛି, ବିଜେପିରେ ପ୍ରଗତି ଅଛି। ଆଜି ନରେନ୍ଦ୍ର ମୋଦି ଯୋଉ ଭାରତ ବର୍ଷ ପାଇଁ 150-200 ଉପରେ ଯୋଜନା କରିଛନ୍ତି, ସେ ଯୋଜନା ସ୍ୱାଗତ ଯୋଗ୍ୟ। ଆପଣଙ୍କର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ନଦୀ ସଂଯୋଗୀକରଣ ଯୋଜନା, ସୌଭାଗ୍ୟ ଯୋଜନାରେ ଆପଣ ଗାଁ ଗଣ୍ଡାକୁ ବିଜୁଳି ଯିବ। ଶୋଧନାଧାର ଯୋଜନାରେ ଗାଁ ଗଣ୍ଡାକୁ ପାଣି ସବୁ ଲୋକ ପାଇପାରିବେ। ଆଉ ବୃଦ୍ଧାମାନଙ୍କ ପାଇଁ, ଛାତ୍ରଛାତ୍ରୀମାନଙ୍କ ପାଇଁ, ଯୁବକମାନଙ୍କ ପାଇଁ ଯେ ସବୁ ଯୋଜନାର କାର୍ଯ୍ୟକାରୀ କରିଛନ୍ତି ନା, ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରୁନାହାନ୍ତି କଣ ପାଇଁ? ଯେ ନରେନ୍ଦ୍ର ମୋଦି ସରକାର ନାଁ ନେଇଯିବ। ଏସବୁ କଣ ପାଇଁ କରୁଛ? ଓଡ଼ିଶାର ଭଲ ଚାହୁଁଛ। ଆଜି ନବୀନ ବାବୁକୁ ବସେଇକିରି ବିଜୁ ପଟ୍ଟନାୟକ ନାଁ ବିକି ଶାସନ କରୁଛ। ତାଙ୍କ ନାଁ ବିକି ଯଦି ଶାସନ କରୁଛ, ଓଡ଼ିଶାରେ ଶିଳ୍ପ କାହିଁ 24 ବର୍ଷ ଭିତରେ? ଏଠି ବୃହତ ଶିଳ୍ପ କାହିଁ, କୁଟୀର ଶିଳ୍ପ କାହିଁ? ତାହେଲେ ନିଯୁକ୍ତି କ୍ଷେତ୍ର କାହିଁ? ଲକ୍ଷ ଲକ୍ଷ ଓଡ଼ିଆ ଯାଉଛନ୍ତି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ। ଏଇଟା ବିଶ୍ୱ ଦରବାରରେ ଆମେ ନିନ୍ଦନୀୟ ନୁହଁ କି? ତେଣୁ ସେ ଓଡ଼ିଆ ମାନଙ୍କୁ ଅଟକା ଯାଉ। ଏଠି ଶିଳ୍ପ ଦ୍ୱାରା ସେମାନେ ଏଠି ଆମ ଦେଶ ରହି ସେମାନେ ନିଯୁକ୍ତି ହବ। ଆଜି ଶହ ଶହ ବେକାର ଯୁବକ ବୁଲୁଛନ୍ତି, ଏଠି ଶିଳ୍ପ ନାହିଁ। ନାରୀ ନିଶ୍ଚିନ୍ତ, ନାରୀ ଏଠି ନିର୍ଯାତିତ ହଉଛନ୍ତି। ନାରୀ ମାନଙ୍କର ନିଯୁକ୍ତି କାହିଁ? ନାରୀ ଶିକ୍ଷା କାହିଁ? ଶିକ୍ଷାର ପ୍ରଗତି କାହିଁ? ଆଜି ଯୋଉ ଆମେ ପିଲା ପାଠ ପଢଉଛୁ, ଏଠି ପ୍ରାଇଭେଟେସନ ହେଇଗଲା। ଆମ ଯୋଉ ପ୍ରାଇଭେଟ ସ୍କୁଲରେ ଆମକୁ ଶୋଷୁଛନ୍ତି ପିଲାମାନଙ୍କୁ। ସରକାର ଆ ପାଇଁ କଣ ପଦକ୍ଷେପ ନେଉଛନ୍ତି? ସେ ଛୁଆ କାହାର? ସରକାର ଜାଗା ଦଉଛନ୍ତି, ନର୍ସିଂ ହୋମ ମାନଙ୍କରେ ଶୋଷୁଛନ୍ତି। ସରକାର ପଦକ୍ଷେପ କଣ ନେଉଛନ୍ତି ୟା ପାଇଁ? ତେଣୁ ମୁଁ ଦୃଢ଼ ହସ୍ତରେ ନିବେଦନ କରିବି ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ, ବିଜେପିରେ ପ୍ରଗତି ଅଛି। କାରଣ ବିଜେପି ଏକ ରାଷ୍ଟ୍ରବାଦ ଦଳ। ବିଜେପିର RSS, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବିଜେପିରେ ବିଶ୍ୱ ହିନ୍ଦୁ ପରିଷଦ ସମର୍ଥନ କରେ, ବିଜେପିକୁ ହିନ୍ଦୁ ସେନା ସମର୍ଥନ କରେ, ବିଜେପିକୁ ବଜରଙ୍ଗ ଦଳ ସମର୍ଥନ କରେ, ବିଜେପିକୁ ଆମର ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାନୁଷ୍ଠାନ ସମର୍ଥନ କରେ, ବିଜେପିକୁ ଉତ୍କଳ ବିକାଶ ପରିଷଦ ବିଶ୍ୱାସ କରେ। ତେଣୁ ବିଜେପିର ବହୁତ ସେଲ୍ ଅଛି, ଆମେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। କିନ୍ତୁ ଗୋଟିଏ କଥା, ଏଇ ବିଜେପିରେ ମୁଁ ନିବେଦନ କରିବି, ଅନ୍ୟତା ନେବେନି। କିଛି କଳୁଷିତ ବ୍ୟକ୍ତି ଅଛନ୍ତି, କିନ୍ତୁ ମୁଁ ଏତିକି ନିବେଦନ କରିବି ନରେନ୍ଦ୍ର ମୋଦି କି, ଆମର କେନ୍ଦ୍ର ନେତୃବୃନ୍ଦକୁ, ଆପଣ ଟିକେ ଓଡ଼ିଶାକୁ ଆପଣ ଅନାନ୍ତୁ। ଓଡ଼ିଶାରେ ଖଣି ଖାଦାନ ଭର୍ତ୍ତି ରହିଛି। ଓଡ଼ିଶା ହେଉଛି ମା। ଓଡ଼ିଶାରେ ଜଗନ୍ନାଥ ଅଛନ୍ତି। ଓଡ଼ିଶା ପ୍ରଗତି ହେଲେ ସାରା ବିଶ୍ୱ ପ୍ରଗତି ହବ। କିନ୍ତୁ ଏ କଳୁଷିତ ବ୍ୟକ୍ତିଙ୍କୁ ବିଦା କରିବା ପାଇଁ ମୁଁ ନିବେଦନ କରୁଛି, ଯେଉଁମାନେ ବିଜେପିରେ ଅଛନ୍ତି। ମୋର ଲଢ଼େଇ ମୁଁ ସେଇ କଳୁଷିତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ। ମୁଁ ବିଜେପିରେ ଭଲ ଚାହେଁ। କଳୁଷିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କର, ତାଙ୍କୁ ବିଦା କର। ଆଉ ଆଜି ପାଣ୍ଡିଆନ ନନ ଓଡ଼ିଆ ଲୋକ ଓଡ଼ିଶାରେ ଆଜି ହିରୋ ହେବାକୁ ଯାଉଛି, ହିରୋ କରି ଆମେ ବସେଇଛେ। କିନ୍ତୁ ଓଡ଼ିଶାରେ ହିରୋ ଅଛନ୍ତି, ଓଡ଼ିଶାର ପ୍ରଗତି ନିଶ୍ଚିତ କରିପାରିବେ। ଗୋଟେ କଥା, ଓଡ଼ିଶାର ପ୍ରଗତି ହେଉଛି ଶିଳ୍ପରେ, ଓଡ଼ିଶାର ପ୍ରଗତି ହେଉଛି କୃଷିରେ। ଏ ଦିଟାକୁ ଯିଏ ଗୁରୁତ୍ୱ ଦେବ, ଆମଦାନୀ ବଢ଼େଇବ, ବାହାର ରାଜ୍ୟକୁ ରପ୍ତାନୀ କରିବ, ତାହେଲେ ସେ ସରକାର ଠିକ୍।
किंतु वर्तमान जो सरकार अच्छी ना ये दुईटी जिनस शिल्प ना कि कृषि ना तेणु आपण मैंने बर्खास्त करूँ ए सरकार को बीजेपी के आपण सुजोग दिंतु बीजेपी आसिले देश आसब किंतु जो किसी व्यतिक्रम होती से व्यतिक्रम आम भूली वर्तमान बीजेपी के आम आनिया ओडिशा बीजेपी सरकार हो आउ केन्द्र में सरकार होगी किंतु ओडिशा आम एमपी सीट बहुत देला परे सेटा ओडिशा रे हमर ना हम जे ओडिशावासी शिक्षित ओडिशावासी प्रगति चाहती ओडिशावासी बुद्धिमान आउ ओडिशावासी कई भुआ बुलाई पारिबेनी ए जो पांड्यान भुआ बुलाउची ताको हम प्रतिरोध करूछु निश्चित भाव में प्रतिरोध करूछु से भुआ बुलिया भूली जाओ देश को पढ़ाओ ओडिशा रे हीरो अछंती हला गोटे कौन कारण आपन को बसई आपण बहुत क्षति कर सारे ओडिशार आम खଣି खादान लुट होती जंगल संपद लुट होती आम जो जल संपदर सुरक्षा नहीं जल वर्षा दिन देखा आसो मधुर जल सी जा पारादीप आप लुणा पानी रे मिसीज तार सुरक्षा नहीं तेणु आमर प्रगति कौन जोटी कृषि शिल्प नहीं सेठी प्रगति नहीं बंटा बंटी प्रगति नहीं महिला मान निजुक्ति दियो ताले आमर प्रगति हम महिलार शिक्षा व्यवस्था बढ़ाओ महिला मान सुरक्षा दियो ये सब आम प्रगति अच्छी आज एक सीडीओ आम चा कटिए जो चर्चा थिलु ये भाई मानकर ये अनुरोध क्रमे मुझे आपण मान पाखरे उत्थापन करुच्ची जे बीजेपी सरकार ओडिशा आसू जय जगन्नाथ भारत माता की जय।